ବର୍ତ୍ତମାନ ଆମେ ବଡ଼ଦାଣ୍ଡରେ ବର୍ଷା ମଧ୍ୟ ଇନ୍ଦ୍ରଦେବ ଆଉ ନିଜକୁ କଣ୍ଟ୍ରୋଲ କରିପାରିଲେନି କହିଲେ ହଁ କାଳିଆ ଭାଇ ଯିବ ଭକ୍ତମାନେ ହଇରାଣ ହେଉଛନ୍ତି ଟିକେ ବର୍ଷା ନ ପଇଲେ ଭଲ ହବ ହଁ କି ନାଇଁ ଆଜ୍ଞା କେମିତି ଲାଗୁଛି ଆଜି ପାଗଟା ଭଲ ଲାଗୁଛି। ନାଁଟା କ'ଣ ପ୍ରସନ୍ନ 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 ବେହେରା ବେହେରା ଭାଇ କୋଉଠୁ ଆସିଛ ମଧୁବନ ନୟାଗଡ଼। ନୟାଗଡ଼ ଲୋକ ନୟାଗଡ଼ ଆଜ୍ଞା ଛେନାପଡ଼ିଆ ଲୋକ ଆଉ ମିଠା ଲାଗିବ କିନ୍ତୁ ପୋଡ଼ା ପୋଡ଼ା ଆଉ ହଉ ପୋଡ଼ ଆଉ କ'ଣ ନ ପୋଡ଼ିଲେ ତୁମର ହେବନି ଆଉ ଆଚ୍ଛା ରଥକୁ କେତେ ବର୍ଷ ହେଲା ଆସୁଛ 10 ବର୍ଷ। ତିନୋଟି ପ୍ରଶ୍ନ ପଚାରିବା ଆଜ୍ଞା ସଠିକ୍ ଉତ୍ତର ଦେଲେ ଗୋଟେ ଗୀତା ସେଟ୍ ଯିବା ଜଗନ୍ନାଥ ଯେଉଁ ରଥରେ ବସନ୍ତି ତା ନାଁଟା କ'ଣ ନନ୍ଦିଘୋଷ। ଚକା ସଂଖ୍ୟା କେତେ ଚକା ସଂଖ୍ୟା 16 18 ନାଇଁ 16 ଛାଡ଼ କନଫ୍ୟୁଜ୍ରେ ରହିଗଲେ ଉଚ୍ଚତା କେତେ ଉଚ୍ଚତା କେତେ ଫୁଟ ଉଚ୍ଚତା କେତେ ଫୁଟ ଭାଇ କହିଲେ ଭାଇ କେତେ ଫୁଟ 45 ଫୁଟ। ଭାଇ ପଦେ କଥା କହିଲା ଆସ ସେଇ ଖୁସିରେ ସତ୍ସଙ୍ଗର କିଛି ସାର କଥା ଭାଇଙ୍କୁ ଦେବା ଭାଇ ଇଆଡ଼େ ଆସ କ'ଣ କରୁଛ +2 ଫାଷ୍ଟ ଦେଖିଲ +2 ପାଠ କଥାରେ ଅଛି ନୟାଗଡ଼ିଆ ଠାରୁ କିଏ କ'ଣ ବେଶୀ ଠାକୁର ପୂଜା କରେ ରାତି ପାଇଲେ ଯଦି ଯେଉଁ ଜିଲ୍ଲାରୁ ବେଶୀ ଫୁଲ ଚୋରି ହୁଏ ସେ ହେଉଛି ନୟାଗଡ଼ିଆ ଯଦି ତାନ୍ତ୍ରିକ ପୂଜା କେଉଁଠି ହୁଏ ବେଶୀ ଗୁଣି ଗାରେଡ଼ି ସେ ବି ନୟାଗଡ଼ିଆ ମାନେ ଏମାନେ ପୂଜା ପଦ୍ଧତିରେ ନମ୍ବର 1 ଭାଇଙ୍କୁ ଧନ୍ୟବାଦ ଭାଇ ପାଖକୁ ଆସ ଛତା ତ ନିଜେ ଦେଖାଉଥିଲେ ଆମକୁ ଦେଖେଇଲେ ବୁଲି ଯାଅ ନା କ'ଣ ତ୍ରିଲୋଚନ ସ୍ୱାଇଁ ସ୍ୱାଇଁ ବାବୁ କେଉଁଠି ଘର ମୁଁ ଓଡ଼ିଆ ମୋର ପ୍ରବାସୀ ଓଡ଼ିଆ ମୁଁ ବମ୍ବେ ରୁହେ ମୋର ଚ୍ୟାନେଲ୍ ପ୍ରବାସୀ ଓଡ଼ିଆ ଚ୍ୟାନେଲ୍ ଆମେ ପ୍ରବାସୀମାନଙ୍କ ସମ୍ପର୍କରେ ବିଭିନ୍ନ ରାଜ୍ୟ ବୁଲି କଭର କରୁଛୁ। କେତେ ସୁନ୍ଦର କଥା ଭାଇ ଯେତେବେଳେ ଏତେ ବଡ଼ କଥା କାମ କରୁଛନ୍ତି ସ୍ୱାଇଁ ଭାଇ ନିଜ ଘରଟା କୋଉଠି ପୈତୃକ ଘର ଫୁଲନଖରା ପରେ ଆମ ଘର ନଖରା ଆଜ୍ଞା ନଖରା ଆମେ କରନି କିଏ ବା ନ କରେ ତେବେ ସେ ଯାହା ବି ହଉ ଆଜି ଗୋଟେ ଛୋଟିଆ ପ୍ରଶ୍ନ ପଚାରିବା ଆଚ୍ଛା ଏଇ ରଥ ଉପରେ ରଥକୁ ଯେତେବେଳେ ଆସିଛନ୍ତି ଦେବୀ ସୁଭଦ୍ରା ଯେଉଁ ରଥରେ ବସନ୍ତି ସେ ରଥର ନାଁ କ'ଣ ଜାଣିନି କହିପାରିବିନି। ଚଳିବ ଯେତେବେଳେ ଭାଇ ନିଜେ ସରେଣ୍ଡର କରିଦେଲେ ତଥାପି ଆମେ ସତ୍ସଙ୍ଗର କିଛି ସାର କଥା ଭାଇଙ୍କୁ ଆମେ ଉପହାର ସ୍ୱରୂପ ଦେଉଛେ ଭାଇ କେମିତି ଲାଗୁଛି ଭଲ ଲାଗୁଛି। ଆଧ୍ୟାତ୍ମିକ ଜଗତ ଆଡ଼କୁ ଆଗେଇଲେଣି ହଁ ଏବେ ବୟସ ହେଲାଣି ତ ଆଗେଇବାକୁ ପଡ଼ିବ ଆଗେଇଲାଣୁ ନିହାତି ଭାବରେ ତେବେ ସତ୍ସଙ୍ଗର ସାର କଥା ନିହାତି ଭାବରେ କାର୍ଯ୍ୟରେ ଆସିବ ତେବେ ଆମେ ଯିବା ଆଗକୁ ଆଉ ଜଣେ ଭାଇନା ଆମ ପାଖରେ ଭାଇନା ଡାକିବି ନା ଅଙ୍କଲ ଡାକିବି ନା ମଉସା ଡାକିବି କ'ଣ ଡାକିବି ମଉସା ଆଜି ଆମେ ବଡ଼ଦାଣ୍ଡରେ ଅଛୁ ମଉସା କୋଉଠୁ ଆଇଛ ଏଇ ଜେଲ୍ ରୋଡ ହଁ ପୁରୀ ଲୋକ ପୁରୀ ଲୋକ ସବୁ ଜାଣିଥିବେ ତେବେ ଗୋଟିଏ ପ୍ରଶ୍ନ ସୁଭଦ୍ରା ଦେବୀଙ୍କର ରଥର ନାମ କ'ଣ ସଠିକ୍ ଉତ୍ତର ଯେତେବେଳେ ଦେଇ ସାରିଲେଣି ଆଉ କ'ଣ କହିବା ତେବେ ବଳଭଦ୍ର ଦେବଙ୍କର ରଥର ନାମ ନନ୍ଦିଘୋଷ। ଭୁଲ ଉତ୍ତର ଜଗନ୍ନାଥଙ୍କ ଜଗନ୍ନାଥଙ୍କର ନନ୍ଦିଘୋଷ ମୁଁ ବଳଭଦ୍ରଙ୍କର ଦର୍ପଦଳନ କହିଲି ଦର୍ପଦଳନ ନନ୍ଦିଘୋଷ ଇଏଟା ହେଉଛି ଆପଣ ତାଳ ଧ୍ୱଜ। ହଉ ଆଗ ପଛକୁ ପଛକେ ସଠିକ୍ ଉତ୍ତର ଦେଲେ ତେବେ ତାଙ୍କୁ ମଧ୍ୟ ଗୋଟିଏ ବହି ଆଚ୍ଛା କ'ଣ ଲେଖାଇଛି ବହିରେ ସତ୍ସଙ୍ଗ କିଛି କଥା ସତ୍ସଙ୍ଗର କିଛି ସାର କଥା ହେଲା ଆଉ ଏ ବହିଟି ପାଇକି ଯେତେବେଳେ ସାର୍ ଖୁସି ହେଇଛନ୍ତି ତେବେ ଆପଣମାନେ ମଧ୍ୟ ଆସନ୍ତୁ ନବଦିନାତ୍ମକ ଏହି କାର୍ଯ୍ୟକ୍ରମରେ ଭାଗ ନିଅନ୍ତୁ କାହିଁକିନା କାଳିଆ ଭାଇକୁ ଯଦି ରଥ ରୂଢ଼ ଅବସ୍ଥାରେ ଦେଖିଦେବେ ତେବେ କୋଟି ଜନ୍ମର ପୁଣ୍ୟଫଳ ମିଳିଥାଏ ବୋଲି ବିଶ୍ୱାସ କରିଥାନ୍ତି। ଆମେ ଅଛୁ ବଡ଼ଦାଣ୍ଡରେ ଆଉ ଲୋକମାନଙ୍କୁ କିଛି ଗୀତା ଆଉ ଭାଗବତ ବହି ଦେବା କିନ୍ତୁ ତାଙ୍କ ସାଥିରେ କିଛି ପ୍ରଶ୍ନ ଉତ୍ତର ମଧ୍ୟ ଖେଳିବା ଏ ପବିତ୍ର ରଥଯାତ୍ରା ଉପଲକ୍ଷେ ଆଜି ଆମେ ପୁରୀ ବଡ଼ଦାଣ୍ଡରେ ଅଛୁ ତ ସାର୍ ଆପଣ ନାଁ କ'ଣ ମୋ ନାଁ ଗଙ୍ଗାଧର ସାହୁ। ଆଚ୍ଛା ଆପଣ କହିପାରିବେ ବଳଭଦ୍ର ଦେବଙ୍କର ରଥର ନାମ କ'ଣ ତାଳଧ୍ୱଜ ଭାଇ କହିଦେଲେ ସଠିକ୍ ଉତ୍ତର ତେଣୁ ତାଙ୍କୁ ସାଙ୍ଗେ ସାଙ୍ଗେ ଗୋଟେ ବହି ଦେବା ଯେଉଁଟାକି ତାଙ୍କର କାର୍ଯ୍ୟରେ ଆସିବ ଭାଇ ବହି ପଢ଼ି କହିଲ କ'ଣ ଲେଖାଇଛି ବହିରେ ଭଗବାନଙ୍କର ଦୟା ଏବଂ ଭଗବତ କୃପା ଶ୍ରୀକୃଷ୍ଣଙ୍କର ଭାଇ ବହୁତ ଖୁସି କାହିଁକିନା ଯେତେବେଳେ ସିଏ ଭାଗ ନେଲେ ଏବଂ ଉତ୍ତର ଦେଇପାରିଲେ ସହଯୋଗୀମାନଙ୍କ ଦ୍ୱାରା ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ। ଆମେ ଗୋଟେ ପ୍ରଶ୍ନ ପଚାରିବା ଯଦି ସଠିକ୍ ଉତ୍ତର ଦେଲେ ତେବେ ଗୋଟିଏ ଗୀତା ବହିରୁ ମିଳିବ ନ କହିପାରିଲେ ବି ମିଳିବ ତେବେ ନନ୍ଦିଘୋଷ ରଥର ଯିଏ ମୁଖ୍ୟ ଦେବତା ଯିଏ ସେଥିରେ ବସିଥାନ୍ତି ତାଙ୍କ ନାଁ କ'ଣ ନନ୍ଦିଘୋଷ ଜଗନ୍ନାଥ ତେବେ ବଳଭଦ୍ର ଦେବଙ୍କର ରଥର ନାଁ କ'ଣ ତାଳଧ୍ୱଜ। ଆଉ ବାକି ତ ରହିଲା ଯାହା କ'ଣ ରହିଲା
ବାକି କିଏ ରହିଲେ? ରହିଲେ କ'ଣ ମନେ ପଡ଼ୁନି ସୁଭଦ୍ରା ଦେବୀ। ସୁଭଦ୍ରା ଦେବୀ ରଥ ନା? ଦେବଦଳନ ହଁ ହେଲା ଆଉ ଯେତେବେଳେ ସଠିକ୍ ଉତ୍ତର ଦେଇ ସାରିଛନ୍ତି ନିଅ ବହି ଖଣ୍ଡେ ଆଜି ଘରେ ବସି ଟିକେ ପଢ଼ିବ ଆଉ ବହି କି ବହି ସେଇଟା ପଢ଼ି କୁହ ସମସ୍ତଙ୍କୁ କୁହ ମାନେ ନା କ'ଣ ବହି ନା ଆର ପଟେ ଭାଗବତ ଭଗବାନଙ୍କର ଦୟା ଏବଂ ଭଗବତ କୃପା ହେଲା ଆଉ ଭଗବତ କୃପା ମିଳିବ ବିଭୁ କୃପା ମିଳିବ ଯେତେବେଳେ ଆସୁଛନ୍ତି ପୁରୀରୁ